ପ୍ରିୟ ଛାତ୍ରଛାତ୍ରୀମାନେ, ଆଜି ଆମେ ଏକ ସୁନ୍ଦର ବିଷୟ ବିଷୟରେ ଆଲୋଚନା କରିବା, ଯାହା ଆମ ଦୈନନ୍ଦିନ ଜୀବନ ସହିତ ସ୍ୱତଃସ୍ଫୂର୍ତ୍ତ ଭାବରେ ଜଡ଼ିତ। ଏହି ବିଷୟଟିର ନାମ ହେଉଛି ପ୍ରାକୃତିକ ସମ୍ପଦର ସଂରକ୍ଷଣ। ପ୍ରାକୃତିକ ସମ୍ପଦ କାହାକୁ କୁହାଯାଏ? ଯେସବୁ ସମ୍ପଦ ପ୍ରକୃତି ଦ୍ୱାରା ସୃଷ୍ଟି ହୁଏ ଏବଂ ମାନବ ଜୀବନରେ ବ୍ୟବହାର କରାଯାଏ, ସେଗୁଡ଼ିକୁ ପ୍ରାକୃତିକ ସମ୍ପଦ କୁହାଯାଏ। ଉଦାହରଣ: ପାଣି, ପବନ, ସୂର୍ଯ୍ୟାଲୋକ, ମାଟି, ବନ ସମ୍ପଦ ଏବଂ ଖଣିଜ ପଦାର୍ଥ। ପ୍ରାକୃତିକ ସମ୍ପଦ କେତେ ପ୍ରକାରର? ପ୍ରାକୃତିକ ସମ୍ପଦ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି ନବୀକରଣ ଯୋଗ୍ୟ ପ୍ରାକୃତିକ ସମ୍ପଦ ଏବଂ ଅନ୍ୟଟି ହେଉଛି ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ। ନବୀକରଣ ଯୋଗ୍ୟ ପ୍ରାକୃତିକ ସମ୍ପଦ ଆମେ କାହାକୁ କହିବା? ଯେଉଁ ସବୁ ସମ୍ପଦକୁ ପୁନର୍ବାର ସୃଷ୍ଟି କିମ୍ବା ସହଜରେ ପୁନଃନବୀକରଣ କରାଯାଇପାରେ, ସେମାନଙ୍କୁ ନବୀକରଣ ଯୋଗ୍ୟ ସମ୍ପଦ କୁହାଯାଏ। ଉଦାହରଣ: ପାଣି, ପବନ ଏବଂ ସୂର୍ଯ୍ୟାଲୋକ। ଏସବୁ ଆମକୁ ପ୍ରକୃତି ଦ୍ୱାରା ମିଳିଥାଏ ଏବଂ ଏହା ପ୍ରକୃତିର ଅସୀମ ଉତ୍ସ ଅଟେ। ବର୍ତ୍ତମାନ ନବୀକରଣ ଅଯୋଗ୍ୟ। ଯେଉଁ ସବୁ ସମ୍ପଦକୁ ପୁନର୍ବାର ସୃଷ୍ଟି କରିବାକୁ ବହୁତ ସମୟ ଲାଗେ କିମ୍ବା ସହଜରେ ପୁନଃନବୀକରଣ ହୋଇପାରେ ନାହିଁ, ସେମାନଙ୍କୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ। ଉଦାହରଣ: କୋଇଲା, ପେଟ୍ରୋଲ, ପ୍ରାକୃତିକ ଗ୍ୟାସ୍। ଏହା ଶେଷ ହୋଇଯାଇପାରେ, ତେଣୁ ଏଗୁଡ଼ିକ ସାବଧାନର ସହିତ ବ୍ୟବହାର କରିବା ଉଚିତ ଏବଂ ପ୍ରକୃତିରେ ନବୀକରଣ ଅଯୋଗ୍ୟ ସମ୍ପଦ ସୀମିତ, ତେଣୁ ଏହାର ସଠିକ୍ ଭାବରେ ଉପଯୋଗ କରିବାର ଆବଶ୍ୟକତା ରହିଛି। ପ୍ରାକୃତିକ ସମ୍ପଦର ସଂରକ୍ଷଣ କ'ଣ ଓ ଏହାକୁ ଆମେ କିପରି ରଖିବା? ପ୍ରାକୃତିକ ସମ୍ପଦମାନଙ୍କୁ ଅପଚୟ ନ କରି ଠିକ୍ ଭାବରେ ବ୍ୟବହାର କରି ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାକୁ ପ୍ରାକୃତିକ ସମ୍ପଦର ସଂରକ୍ଷଣ କୁହାଯାଏ। ପ୍ରାକୃତିକ ସମ୍ପଦ ଆମ ପାଇଁ ଖୁବ୍ ଦରକାରୀ, ତେଣୁ ଏହାକୁ ସଞ୍ଚୟ କରି ରଖିବା ଆମର କର୍ତ୍ତବ୍ୟ। ଏହାକୁ ଆମେ କିପରି ରଖିବା? ଗଛ ଲଗାଇବା ଓ ଗଛ କାଟକୁ ରୋକିବା, ପାଣି ସଞ୍ଚୟ କରିବା, ବିଦ୍ୟୁତ୍ ସଞ୍ଚୟ କରିବା, ପ୍ରଦୂଷଣ କମାଇବା ଏବଂ ପୁନର୍ବ୍ୟବହାର ବା ରିସାଇକେଲ୍ କରିବା। ଆଶା କରୁଛି ଆପଣମାନେ ସମସ୍ତେ ବୁଝିପାରିଥିବେ। ଧନ୍ୟବାଦ।